ଯାଜପୁର ଜିଲ୍ଲାପାଳଙ୍କର ଜନଶୁଣାଣି ଶିବିର ଥିଲା ବିଞ୍ଝାରପୁର ବ୍ଲକରେ। ଭାରତୀୟ ଜନତା ପାର୍ଟି ତରଫରୁ ବିଞ୍ଝାରପୁର ବ୍ଲକର ସମସ୍ତ ପଞ୍ଚାୟତର ନେତୃସ୍ଥାନୀୟ ଲୋକ ଆଜି ଆମେ ଉପସ୍ଥିତ ଥିଲୁ ଏଇଥିପାଇଁ ଯେ ଗତ 20 ତାରିଖ ରବିବାର ଦିନ ଯେଉଁ ବରାଦି ବୈଠକ ପଞ୍ଚାୟତ ସମିତିର ଡକାଯାଇଥିଲା ସେ ବୈଠକକୁ ଆମର ମାନ୍ୟବର ଏମ୍ପିଙ୍କର ପ୍ରତିନିଧି ଏହି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା ପ୍ରତିନିଧିତ୍ୱ କରିବା ପାଇଁ ଆସିଥିଲେ। ଦୁର୍ଭାଗ୍ୟର ବିଷୟ ଯେ ସେ ବିଭିନ୍ନ ପ୍ରଶ୍ନ ଉତ୍ତର ଚାଲୁଥିଲା ବେଳେ କୌଣସି ଏକ ବୈଧାନିକ ପ୍ରଶ୍ନର ତଥ୍ୟ ରଖୁଥିଲା ସମୟରେ ତାଙ୍କୁ ହଠାତ୍ 2-3 ଜଣ ଲୋକ ତାଙ୍କ କଥାକୁ କାଟିବା ସହିତ ତାଙ୍କ ସହିତ ଅତି କଟୁ ମନ୍ତବ୍ୟ ବ୍ୟବହାର କରିଥିଲେ ଏବଂ ପରେ ଆପଣମାନଙ୍କ ଭିଡ଼ିଓ କ୍ଲିପ୍ରୁ ଆମେ ଜାଣିବାକୁ ପାରିଲୁ ଜଣେ ହେଉଛନ୍ତି ଘଣ୍ଟିଆଳି ଘୁଆଳି ପଞ୍ଚାୟତର ସରପଞ୍ଚଙ୍କର ଶ୍ୱଶୁର, ଆଉ ଜଣେ ହେଉଛନ୍ତି ମା କଲ୍ୟାଣପୁରର ସରପଞ୍ଚଙ୍କର ସ୍ୱାମୀ। ତେଣୁ ଆମେ ଆଜି ଦଳ ତରଫରୁ ଏଭଳି ଏକ ଅସାମାଜିକ ଅସାମ୍ବିଧାନିକ କାର୍ଯ୍ୟକୁ ବିରୋଧ କରିବା ସହିତ ଅତୀତରେ ଏହି ଗୃହରେ ମର୍ଯ୍ୟାଦା ହାନି ହୋଇଥିବାର କଲ୍ୟାଣପୁର ସରପଞ୍ଚ ସୁନିତା ନାୟକଙ୍କ ସିଟ୍ରେ ତାଙ୍କର ସ୍ୱାମୀ ବସିଥିଲେ ଏବଂ ତାଙ୍କୁ ତତ୍କାଳୀନ ଜିଲ୍ଲାପାଳ ସସ୍ପେଣ୍ଡ କରିଥିଲେ। ଆଶା କରୁଛୁ ଆଜି ଯେ ଏ ଜନଶୁଣାଣି ଶିବିରରେ ନିଶ୍ଚିତ ସେହିଭଳି ଏକ ବିଚିତ୍ର ରାୟ ହେବ ଯାହା ଏ ପବିତ୍ର ଗୃହ ପଞ୍ଚାୟତ ସମିତିର ଯେଉଁ ପବିତ୍ର ଗୃହ ଯେଉଁଠି ସାଧାରଣ ଲୋକଙ୍କର ସମସ୍ୟା ପାଇଁ ବିଭିନ୍ନ ପ୍ରଶ୍ନପତ୍ରର ପ୍ରଶ୍ନ ଏବଂ ଉତ୍ତରର ଆବଶ୍ୟକତା ଅଛି ସେ ଗୃହ ଭିତରେ ପଶି ଭଣ୍ଡୁର କରୁଥିବା ଅସାମାଜିକ ଲୋକଙ୍କ ଉପରେ ସରପଞ୍ଚଙ୍କର ପ୍ରତିନିଧି ବୋଲାଉଥିବା ଶ୍ୱଶୁର ସ୍ୱାମୀଙ୍କ ଉପରେ ନିଶ୍ଚିତ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗୋଟେ ବଡ଼ କଥା ଉଠୁଛି ଯେତେବେଳେ ଆପଣଙ୍କର ଏମ୍ପିଙ୍କ ପ୍ରତିନିଧି କହିଲେ ସବୁ ଖାଇଗଲେ ଏବଂ ପ୍ରମାଣିତ ମଧ୍ୟ କରିପାରିଲେନି, କହିଲେ ମଜା ଆଗରେ କହିଦେଲେ ସିଙ୍କୁର ପଡ଼ା ଖାଇଛନ୍ତି। ସେ କଥା ସେ କହିନାହାନ୍ତି, ସେ କଥାରେ କ'ଣ କହିଛନ୍ତି କିନ୍ତୁ ତାର ଉତ୍ତର ଯଦି ଖୋଲା ମଞ୍ଚ ହେବ ମୁଁ ଆହ୍ୱାନ କରୁଛି ସବୁ ଖାଇଯିବାର ଉତ୍ତର ଆମେ ଦେଇପାରିବୁ। ଆମ କତିରେ ସମସ୍ତ ତଥ୍ୟ ଅଛି ଏବଂ ଏବେ ବି ସୁଯୋଗ ଯାଇନାହିଁ ଯାହା ମୋହନ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶାରେ ଯେଉଁ ଅପୂର୍ଣ୍ଣାଙ୍ଗ ଥିବା କାମକୁ ଆହ୍ୱାନ ଜଣାଇଛନ୍ତି ନବୀନ ଓଡ଼ିଶାର ଯେଉଁ ଅପୂର୍ଣ୍ଣାଙ୍ଗ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଏ ଏକ ଓଡ଼ିଶା ସରକାରଙ୍କର ମହାନୀୟତା। ତେଣୁ ମୁଁ ପ୍ରଶ୍ନ ପୁଣି ଥରେ କରିବାକୁ ଚାହେଁ ଯେଉଁ କାମ ସେତେବେଳେ ହେଉଥିଲା ପର୍ଯ୍ୟାପ୍ତ ପରିମାଣର ପଇସା ଥିଲା କେତେ ଅସମ୍ପୂର୍ଣ୍ଣ କାମ ରହିଛି ତାର ଶ୍ୱେତପତ୍ର ବିଡ଼ିଓ ପ୍ରତି ପଞ୍ଚାୟତରେ ଜାରି କରିବାର ଆବଶ୍ୟକତା ଅଛି। ନହେଲେ ପୁଣି ଏକ ମହାସ୍କାମ ଭିତରକୁ ବିଞ୍ଝାରପୁର ବ୍ଲକ ଯିବ ଯେଉଁଭଳି ପୂର୍ବ ଅତୀତରେ ପ୍ରଧାନମନ୍ତ୍ରୀ ଆବାସରେ ହେଉ କିମ୍ବା ମନରେଗାରେ ହେଉ କେନ୍ଦ୍ରୀୟ ଟିମ୍ ଆସି ଯାଜପୁରରେ ଏବଂ ଓଡ଼ିଶାରେ ବିଞ୍ଝାରପୁର ନାଁକୁ ଏକଦମ ଧଳା ରସା ତଳକୁ ଦେଇଥିଲେ ସେଭଳି ଘଟଣା ନ ଘଟେ। ସରପଞ୍ଚ ମଧ୍ୟ ଜୋର ଜବରଦସ୍ତ କରିଥିଲେ କି ଆପଣ କଥାକୁ ଫେରେଇ ନିଅନ୍ତୁ, ୱିଡ୍ର କରନ୍ତୁ, ସଭାଗୃହରେ କ୍ଷମା ମାଗନ୍ତୁ। ସେଇ ତ ମୁଁ କହିଲି ଯେଉଁ ଢଙ୍ଗରେ ତାଙ୍କ ସହିତ ବ୍ୟବହାର କରାହେଲା ବିଜେପି ତରଫରୁ ନେବା ଅର୍ଥ ହେଉଛି ଆମେ ସାଧାରଣ ଲୋକଙ୍କ ପାଇଁ ସାଧାରଣ ଲୋକଙ୍କର ଏ ସରକାର ନିଶ୍ଚିତ ତା ଉପରେ ଉଚିତ ପଦକ୍ଷେପ ନେବ ବୋଲି ଆମେ ଧାରଣା ରଖିଛୁ।